ତ୍ରିମ୍ 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 ଏହି ତିନୋଟି ଶବ୍ଦକୁ ତିନିଥର ପଢ଼ିକି ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଆପଣ ଏହି ତିନୋଟି ଶବ୍ଦକୁ ପଢ଼ିକି ପରିସ୍ରା କରିବେ ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ପାଗଳି ପରି ଆପଣଙ୍କୁ ଭଲ ପାଇବ। ଆଜ୍ଞା ହଁ, ଯଦି ଆପଣ ମନେ ମନେ କେଉଁ ନା କେଉଁ ଝିଅ ବା ବିବାହିତା ନାରୀକୁ ଭଲ ପାଉଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ପଡ଼ିଶା ଘର ଭାଉଜ ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ପରିସ୍ରା କରିବା ସମୟରେ ତ୍ରିମ୍ 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 ଏହି ତିନୋଟି ଶବ୍ଦକୁ ତିନିଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ ଏପଟେ ଏହି ତିନୋଟି ଶବ୍ଦକୁ ପଢ଼ିକି ପରିସ୍ରା କରିବେ, ସେପଟେ ସେ ଝିଅ ହେଉ ବା ବିବାହିତା ନାରୀ ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ପରିସ୍ରାର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଯଦି ଆପଣ ସେ ଝିଅ ବା ନାରୀକୁ ସତପ୍ରେମ କରୁଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ମାତ୍ର ଥରେ, ହଁ ଫ୍ରେଣ୍ଡସ୍, ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସାରା ଜୀବନ ପାଇଁ ଆପଣଙ୍କର ବଶରେ ହୋଇଯିବ, ଆପଣଙ୍କର ପ୍ରେମରେ ଦିବାନୀ ହେଇଯିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। କେବଳ ଆପଣଙ୍କୁ କ'ଣ କରିବାର ଅଛି, ତ୍ରିମ୍ 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 ଏହି ତିନୋଟି ଶବ୍ଦକୁ ତିନିଥର କହି ପରିସ୍ରା କରିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ଆପଣଙ୍କୁ ଭାଉ ଦେଉନଥିଲା, ଇଗ୍ନୋର କରୁଥିଲା, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ ସାହାଯ୍ୟରେ ଆପଣ କେଉଁ ବି କୁଆଁରୀ ଝିଅ ବା ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ପଟେଇ ପାରିବେ। କିମ୍ବା ଆପଣ ଯଦି କେଉଁ ଝିଅକୁ ବହୁତ ଦିନ ହେଲା ଭଲ ପାଉଛନ୍ତି, ହେଲେ ସିଏ ଆପଣଙ୍କୁ ଭଲ ପାଉନି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅକୁ ପଟେଇ ପାରୁନାହାନ୍ତି, ତେବେ ମାତ୍ର ଥରେ ତ୍ରିମ୍ 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 ଏହି ତିନୋଟି ଶବ୍ଦକୁ ତିନିଥର କହିକି ପରିସ୍ରା କରିକି ଦେଖନ୍ତୁ। ସେ ଝିଅ ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ବତେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ବତେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କହିବେ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ପ୍ରୟୋଗ ବିଧିକୁ ଠିକ୍ ଭାବରେ ଶିଖନ୍ତୁ, ଭିଡ଼ିଓକୁ ଠିକ୍ ସେ ଦେଖନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। କାହିଁକି ନା ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ବତେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100%
सफल हेबे निज पसंदर झील बा विवाहिता नारी को पटेई पारिबे। एही वशीकरण करिबा पई आपनको किछि भी मंत्र तंत्र करने को पड़बनी, किछि भी पैसा खर्च करने को पड़बनी। बिना मंत्र बिना तंत्र बिना किछि पैसा खर्च करी आपण निज घरे बसी बसी निज पसंदर झील बा विवाहिता नारी को निज बसरे करि परिबे। केवल आपनको त्रीम 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 एही तीनोटी शब्द को 3 थर कही परिस्रा करिवार अछि। तेबे एहीपरि आपण किपरि कहिबे, किपरि परिस्रा करिबे, यार प्रयोग विधि कौन, संपूर्ण प्रयोग विधि मु आपनको बतैबी। तेणु मोर आपण मानक अनुरोध कि भिडियोटी को पूरा ध्यान सहित देखंतु, शेष पर्यंत देखंतु। विधिटी जानिबा पूर्वरु जदि आपण आम चैनल को नुआ आसीचंती तेबे दयाकोरी चैनल को सब्सक्राइब करी पाखर थिबा बेल आइकन को मध्य दबाई दियंतु, जहा द्वारा आमे जेउ भी वीडियो अपलोड करिवो सर्वप्रथमे आपण देखि परिबे। तेबे मने रखंतु एही वशीकरण विधि को आपण केवल मंगलवार किंबा शनिवार दिन करिबे, सूर्य अस्त परे राति समय रे करिबे। विधिटी करिबा पूर्वरु भल भाबरे हाथ गोड़ मुह धोईकी सफा वस्त्र पिंधिकी आपण एही वशीकरण विधि को आरंभ करिबे। ठीक अछि, प्रथमे आपण कोन करिबे, जेतेबेले एही वशीकरण करिबा पई जिबे खंडे साधा कागज आउ कला रंगर कलम आनिबे। तापरे कोनोसी एक जगार दक्षिण दिग को मुह करिकी बसी पड़िबे, जेमिति आपणको केही देखिबेनी किंबा अधारू डाकिबेनी। तापर आपण कोन करिबे, आखि बंद करिकी सेई झियो बा नारी को मने मने भाबिबे, तार मुह को निज मनरे भाबिबे। भाबी सारिबा परे तार नाम आपण से कागज उपरे लिखिबे। झियो बा स्त्रीर नाम लिखि सारिबा परे ता तळे आपण लिखिबे त्रीम त्रीम त्रीम। ठीक अछि, एही तीनोटी शब्द को लिखिबे त्रीम त्रीम त्रीम। एतिकी लिखि सारिबा परे आपण कोन करिबे, से कागज को नेइकी कोनोसी एक सुनसान जगह को जिबे, जेउठारे आपण को केही देखिबेनी किंबा अधारू डाकिबेनी। तापरे कागज को तळे माटी उपरे रखिबे आउ आखि बंद करिकी सेई झियो बा नारी को मने मने भाबिबे। भाबी सारिबा परे आपण कोन करिबे, से कागज उपरे परिस्रा करिबे। आखि बंद करिकी आपण परिस्रा करिबे। परिस्रा करिबा समय रे त्रीम 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 एही तीनोटी शब्द जो आपण कागज उपरे लिखिचंती सेही तीनोटी शब्द को एहीपरि 3 थर पढ़ी देबे। 3 थर पढ़ी सारिबा परे 5 थर आपण सेही झियो बा स्त्रीर नाम उच्चारण करिबे, जहाको आपण निज बसरे करिबा को चाहुचंती। एतिकी करि सारिबा परे आपण चुपचाप निज घर को फेरी आसिबे, पछको बुलिकी चाहिबेनी। ग्यारंटी देउची, एतिकी करिकी देखंतु, जेउ झियो बा नारी पई आपण एही वशीकरण करिथिबे सीए आपणको प्रेम रे दीवानी हे जिवो, पागली परी आपणको भल पाइबाको लागिबो। मने रखंतु, मु आपणको पुणी थरे कहि रखुची, एही वशीकरणर कोनोसी प्रकार काट नाही। तेणु मोर आपण मानकु अनुरोध कि एहाको आपण भाबिचिंती प्रयोग करिबे। मनरे कोनोसी खराब उद्देश्य किंबा कोनोसी खराब काम पई आपण एही वशीकरण विधि को प्रयोग करिबेनी। धन्यवाद।